ଆଚାର୍ଯ୍ୟ ଚାଣକ୍ୟ ଏଠାରେ କର୍ମଫଳର ପ୍ରଭାବକୁ ସ୍ପଷ୍ଟ କରିବାକୁ ଯାଇ କହନ୍ତି ଯେ ପ୍ରାଣୀ ସ୍ୱୟଂ କର୍ମ କରିଥାଏ ଏବଂ ସ୍ୱୟଂ ତାହାର ଫଳ ଭୋଗ କରିଥାଏ। ସ୍ୱୟଂ ସଂସାରରେ ବାଟବଣା ହୋଇ ବୁଲୁଥାଏ ଓ ସ୍ୱୟଂ ସେଥିରୁ ମୁକ୍ତ ହୋଇ ଯାଇଥାଏ। ଏଠାରେ ଭାବ ପ୍ରକାଶ ହେଉଛି ଯେ ମନୁଷ୍ୟ ସ୍ୱୟଂ କର୍ମ କରିଥାଏ, ତେଣୁ କର୍ମର ଆଧାର ଅନୁସାରେ ତାକୁ ଭଲ ବା ମନ୍ଦ ଫଳ ମିଳିଥାଏ। ଏହି ଫଳ ଆଧାରରେ ସେ ସଂସାରରେ ବାରମ୍ବାର ଜନ୍ମ ଗ୍ରହଣ କରୁଥାଏ ଏବଂ ବାରମ୍ବାର ମୃତ୍ୟୁବରଣ କରୁଥାଏ। ଭଲ କର୍ମ ହେବା ଫଳରେ ପରଜନ୍ମର ସୁଖ ତଥା ଖରାପ କର୍ମ ହେବା ଫଳରେ ପରଜନ୍ମରେ ଦୁଃଖ ଭୋଗ କରିବାକୁ ପଡ଼ିଥାଏ। ବାରମ୍ବାର ଏହି ଜନ୍ମ ଓ ମୃତ୍ୟୁର ଚକ୍ରରେ ପଡ଼ି ସେ ସଂସାରରେ ବାଟବଣା ହୋଇ ବୁଲୁଥାଏ। ପ୍ରାଣୀ ସ୍ୱୟଂ ଏହି ସବୁର ସମ୍ମୁଖୀନ ହୋଇଥାଏ। ଯେତେବେଳେ ତାର ଜ୍ଞାନୋଦୟ ଘଟେ ସେତେବେଳେ ସେ ଏହି ଚକ୍ରବ୍ୟୂହରୁ ମୁକ୍ତି ଲାଭ କରି ମୋକ୍ଷ ପ୍ରାପ୍ତ କରିଥାଏ। ଆଚାର୍ଯ୍ୟ ଚାଣକ୍ୟ ଏଠାରେ କର୍ମର ସୁଦୂର ପ୍ରଭାବ ସମ୍ପର୍କରେ ଚର୍ଚ୍ଚା କରିବାକୁ ଯାଇ କୁହନ୍ତି ଯେ ରାଷ୍ଟ୍ର ଦ୍ୱାରା କରାଯାଇଥିବା ପାପକୁ ରାଜା ଭୋଗ କରନ୍ତି, ରାଜାଙ୍କ ପାପକୁ ତାଙ୍କ ପୁରୋହିତ ଭୋଗନ୍ତି। ସେହିପରି ପତ୍ନୀର ପାପକୁ ପତି ତଥା ଶିଷ୍ୟର ପାପକୁ ଗୁରୁ ଭୋଗିଥାନ୍ତି। ଏହାର ଭାବାର୍ଥ ହେଉଛି ଯେ ପ୍ରଜାଙ୍କ ପାପକୁ ରାଜା, ରାଜାଙ୍କ ପାପକୁ ପୁରୋହିତ, ସ୍ତ୍ରୀ ପାପକୁ ସ୍ୱାମୀ ତଥା ଶିଷ୍ୟ ପାପକୁ ଗୁରୁ ଭୋଗ କରିଥାନ୍ତି। ଦେଖିବାକୁ ଗଲେ ଏସବୁ ରାଜା ଦ୍ୱାରା ନିଜର କର୍ତ୍ତବ୍ୟ ନ ପାଳନ କରିବା ସହିତ ସିଧାସଳଖ ସମ୍ବନ୍ଧ ରଖିଥାଏ। ରାଜା ଯଦି ନିଜ ରାଜ୍ୟରେ କର୍ତ୍ତବ୍ୟ ପାଳନ ନ କରନ୍ତି ଓ ଉଦାସୀନ ରୁହନ୍ତି, ତେବେ ରାଜ୍ୟରେ ପାପ ବୃତ୍ତି ବଢ଼ିବାକୁ ଲାଗେ, ଅରାଜକତା ଆସି ଯାଇଥାଏ। ତେଣୁ ଏସବୁର ଦୋଷ ଯେହେତୁ ରାଜାଙ୍କର, ତେଣୁ ତାଙ୍କୁ ନିୟନ୍ତ୍ରଣରେ ରଖିବା ମଧ୍ୟ ରାଜାଙ୍କର। ସେହି ପ୍ରକାରରେ ପତିଙ୍କର କର୍ତ୍ତବ୍ୟ ହେଉଛି ପତ୍ନୀକୁ ପାପକର୍ମ ଦିଗକୁ ପ୍ରେରିତ ନ କରିବା ଓ ତାକୁ ନିଜର ନିୟନ୍ତ୍ରଣରେ ରଖିବା। ପତ୍ନୀ ଯଦି କୌଣସି ଭୁଲ କାମ କରୁଛନ୍ତି ତ ତେବେ ତାହାର ଫଳ ବା ପରିଣାମ ପତିକୁ ତ ଭୋଗିବାକୁ ପଡ଼ିବ। ସେହି ପ୍ରକାରରେ ଗୁରୁର କର୍ତ୍ତବ୍ୟ ହେଉଛି ଶିଷ୍ୟକୁ ଠିକ୍ ମାର୍ଗ ଦେଖାଇବା, ତାଙ୍କୁ ସତ୍କର୍ମ ଦିଗରେ ପ୍ରେରିତ କରିବା। ଯଦି ସେ ସେହି କର୍ତ୍ତବ୍ୟ ପ୍ରତି ସାବଧାନ ନ ରହିବେ, ତେବେ ଶିଷ୍ୟ ପାପ ମାର୍ଗରେ ଲିପ୍ତ ରହିବ। ସେତେବେଳେ ତାହାର ଦୋଷ ଗୁରୁଙ୍କ ମୁଣ୍ଡକୁ ଯିବ। ରାଜା, ପୁରୋହିତ ଓ ପତ୍ନୀଙ୍କ କର୍ତ୍ତବ୍ୟ ହେଉଛି ସେମାନେ ପ୍ରଜା, ରାଜା, ପତ୍ନୀ ଓ ଶିଷ୍ୟଙ୍କୁ ସତ୍ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରବର୍ତ୍ତାଇବେ। ଶତ୍ରୁ କିଏ? ଆଚାର୍ଯ୍ୟ ଚାଣକ୍ୟ ଏଠାରେ ଶତ୍ରୁଙ୍କ ସ୍ୱରୂପକୁ ଚର୍ଚ୍ଚା କରିବାକୁ ଯାଇ କହୁଛନ୍ତି ଯେ
ଋଣ କରିଥିବା ପିତା ଶତ୍ରୁ ହୋଇଥାନ୍ତି। ବ୍ୟଭିଚାରିଣୀ ମାତା ମଧ୍ୟ ଶତ୍ରୁ ହୋଇଥାନ୍ତି। ରୂପବତୀ ପତ୍ନୀ ଶତ୍ରୁ ହୋଇଥାନ୍ତି ତଥା ମୂର୍ଖ ପୁତ୍ର ମଧ୍ୟ ଶତ୍ରୁ ହୋଇଥାନ୍ତି। ଏହାର ଭାବାର୍ଥ ହେଉଛି ଯେ ପୁତ୍ର ପାଇଁ କରଜ ଛାଡ଼ି ଯାଇଥିବା ପିତା ଶତ୍ରୁ ପରି ହୋଇଥାନ୍ତି। ଖରାପ ଚାଲିଚଳନରେ ଅଭ୍ୟସ୍ତା ମାତା ମଧ୍ୟ ସନ୍ତାନ ପାଇଁ ଶତ୍ରୁ ସମାନ ହୋଇଥାନ୍ତି। ଅଧିକ ସୁନ୍ଦର ପତ୍ନୀକୁ ମଧ୍ୟ ଶତ୍ରୁ ପରି ମନେ କରାଯାଇଥାଏ ତଥା ମୂର୍ଖ ପୁତ୍ର ମଧ୍ୟ ମା ବାପାଙ୍କ ପାଇଁ ଶତ୍ରୁ ପରି ହୋଇଥାନ୍ତି। ବସ୍ତୁତଃ କରଜ ନେଇ ଘର ଖର୍ଚ୍ଚ କରିଥିବା ପିତା ଶତ୍ରୁ ହୋଇଥାନ୍ତି, କାରଣ ତାଙ୍କର ମରିବା ପରେ ସେହି କରଜକୁ ତା ସନ୍ତାନକୁ ଶୁଝିବାକୁ ପଡ଼ିଥାଏ। ବ୍ୟଭିଚାରିଣୀ ମାତା ଓ ଶତ୍ରୁ ଭାବରେ ନିନ୍ଦନୀୟ ହୋଇଥାନ୍ତି ଓ ତ୍ୟାଜ୍ୟ ହୋଇଥାନ୍ତି, କାରଣ ସେ ଧର୍ମରୁ ଓହରି ଯାଇ ପିତା ଓ ପତିର କୁଳକୁ କଳଙ୍କିତ କରିଥାଏ। ଏପରି ମାତାର ପୁତ୍ରକୁ ସାମାଜିକ ଅପମାନ କରିବାକୁ ପଡ଼ିଥାଏ। ସେହିଭଳି ଯେଉଁ ସ୍ତ୍ରୀ ନିଜର ସୌନ୍ଦର୍ଯ୍ୟ ପାଇଁ ଅଭିମାନ କରି ପତିକୁ ଉପେକ୍ଷା କରିଥାଏ ତାକୁ ମଧ୍ୟ ଶତ୍ରୁ ଭାବରେ ଗ୍ରହଣ କରିବା ଉଚିତ, କାରଣ ସେ କର୍ତ୍ତବ୍ୟମୁଖ ହୋଇ ସାରିଛି। ମୁଖ୍ୟ ପୁତ୍ର ମଧ୍ୟ କୁଳକୁ କଳଙ୍କିତ କରିଥାଏ, ସେ ମଧ୍ୟ ତ୍ୟାଜ୍ୟ। ଏହି କାରଣରୁ ନିଜ ଉଦ୍ୟମରେ ପରିବାରର ନିର୍ବାହ କରୁଥିବା ପିତା ପବିତ୍ରତା ମାତା ଓ ନିଜର ରୂପ ଓ ସୌନ୍ଦର୍ଯ୍ୟ ପ୍ରତି ଅହଙ୍କାର ପ୍ରଦର୍ଶନ କରୁଥିବା ସ୍ତ୍ରୀ ଓ ବିଦ୍ୱାନ ପୁତ୍ର ହିଁ ସଦୈବ ହିତକାରୀ ହୋଇଥାଏ। ଏମାନଙ୍କୁ ନିୟନ୍ତ୍ରଣରେ ରଖ।